ଆପଣ ଜାଣିଛନ୍ତି ଗତ 22 ତାରିଖ ଦିନ ଆମେ ଗୋଟିଏ ଜନଶୁଣାଣି କରିଥିଲୁ। ଆମର ଜାତୀୟ ଉପଭୋକ୍ତା ମାନେ ଅଛନ୍ତି ଓ ରାଜନୈତିକ ଦଳମାନେ ଯେଉଁମାନେ ସହିତ ସମ୍ପର୍କ ରଖିଛନ୍ତି ଏ ଆନ୍ଦୋଳନ ସହିତ ସମସ୍ତେ ସେଠି ଉପସ୍ଥିତ ଥିଲେ। ସେଠି ଯେଉଁ ଆଲୋଚନା ହେଇଥିଲା ସେ ଆଲୋଚନାର ନିର୍ଦ୍ଦେଶ ଆମେ ଆଜି ଆପଣମାନଙ୍କ ଆଗରେ ଉପସ୍ଥାପିତ କରୁଛୁ। ଆର ଦୁଇଟି ଭାଗ ଅଛି। ଗୋଟିଏ ଭାଗ ହେଉଛି ଓଇଆର୍ସି ପାଖରେ ଆଇନ ମୁତାବକ, କାରଣ ତାଙ୍କର ଶୁଣାଣି କାର୍ଯ୍ୟ ଆରମ୍ଭ ହେଉଛି, ଆଇନ ମୁତାବକ ଏ ଦାବିକୁ ଆମେ ଉପସ୍ଥାପନ କରୁଛୁ ବାହାରୁ ଲୋକମାନଙ୍କ ତରଫରୁ। ଆଉ ଗୋଟିଏ ଅଂଶ ଅଛି ଆ ଭିତରେ ଯେଉଁଟା ସରକାରଙ୍କ ପାଖରେ ଦାବି କରୁଛୁ, କାରଣ ସରକାର ଅନେକ ଭାବରେ ବିଦ୍ୟୁତ ହେଉଛି ଏକ ସାଧାରଣ ଲୋକଙ୍କର ଅଧିକାର। ଏ ଅଧିକାରକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ହେଉଛି ସରକାର। ଏହାକୁ ମଧ୍ୟ ଆମେ ଅନେକ ଭାବରେ କହିସାରିଲୁଣି ଯେ ଏହାକୁ ମୌଳିକ ଅଧିକାର ଭିତରେ ଅନ୍ତର୍ଭୁକ୍ତ କରାଯାଉ, କାରଣ ଆମ ସମ୍ବିଧାନର ଧାରା 21 ଅନୁସାରେ ଗୋଟିଏ ଭଲ ଜୀବନଯାପନ କରିବାକୁ ହେଲେ ନିରବଚ୍ଛିନ୍ନ ଏବଂ ଆପଣଙ୍କର ଯାହା କହିଥିଲେ ଗୁଣାତ୍ମକ ବିଦ୍ୟୁତର ଆବଶ୍ୟକତା ରହିଛି, ଯାହା ସରକାର ଘୋଷଣା କରିଥିଲେ ତାହା ଦିଆଯାଉ ନାହିଁ। ସେହି ଦୃଷ୍ଟିରୁ ଆମେ ଆଜି ଏ କଥା ଗୁଡ଼ିକ ଆପଣଙ୍କ ଆଗରେ ଉପସ୍ଥାପିତ କରୁଛୁ। ସେଥିରେ ଯାହା ଯାହା ଆମେ ନିର୍ଯାସରେ ପହଞ୍ଚିଛୁ, ସିଦ୍ଧାନ୍ତରେ ପହଞ୍ଚିଛୁ, ମୁଁ ତାହା ଆପଣଙ୍କ ଆଗରେ କହିଦେଉଛି। ବିଦ୍ୟୁତ ଘର ତା ଧାର୍ଯ୍ୟ ପରିପ୍ରେକ୍ଷୀରେ ଏବେ ଯେଉଁ ଧାର୍ଯ୍ୟ କରିବାକୁ ଯାଉଛନ୍ତି, ତାରିଖ ନିର୍ଣ୍ଣୟ କରିବାକୁ ଯାଉଛନ୍ତି, ଟଙ୍କାଏ 20 ପଇସା ୟୁନିଟ୍ ପିଛା କମାଯାଉ। ୟୁନିଟ୍ ପିଛା ଟଙ୍କାଏ 20 ପଇସା କମାଇ ଦିଆଯାଉ। କାରଣ ଆମେ ଏ ସମ୍ପର୍କରେ ଆମର ନିର୍ଦ୍ଦିଷ୍ଟ ତଥ୍ୟ ଓ ହିସାବ ରଖିଛୁ। ସ୍ମାର୍ଟ ମିଟର ଉପରେ ବଡ଼ ଗଣ୍ଡଗୋଳ ଚାରିଆଡ଼େ ଚାଲିଛି ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଦେଖାଗଲାଣି। ସେଥିପାଇଁ ବର୍ତ୍ତମାନ ଆଇନ ସ୍ମାର୍ଟ ମିଟର ବନ୍ଦ କରାଯାଉ, କାରଣ ଯେଉଁ ଅନେକ ରାଜ୍ୟରେ ସ୍ମାର୍ଟ ମିଟରର ପ୍ରଚଳନ ଏପର୍ଯ୍ୟନ୍ତ କେଉଁଠି ହେଇନାହିଁ। ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ନାମରେ ସ୍ମାର୍ଟ ମିଟରକୁ ଜବରଦସ୍ତି ଆମ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା ଚାଲିଛି, କରିବା ନେବା ପାଇଁ ପ୍ରଚେଷ୍ଟା ଚାଲିଛି ଏବଂ ସ୍ମାର୍ଟ ମିଟର ସମ୍ପୂର୍ଣ୍ଣ ବିରୋଧ କରୁଛି ଉପଭୋକ୍ତା ମହାସଂଘ। ଏକଥା ଆପଣମାନଙ୍କୁ କହିଲେ। ତୃତୀୟ କଥାଟି ହେଉଛି ଯେଉଁ ସିକ୍ୟୁରିଟି ବା ଆଡ଼ିସନାଲ ସିକ୍ୟୁରିଟି ଆମ ଠାରୁ ଆଦାୟ କରାଯାଉଛି, ତା ନେବା ନିଅନ୍ତୁ ଯଦି ଆଇନରେ ବ୍ୟବସ୍ଥା ଅଛି, କିନ୍ତୁ ତାର ଯେଉଁ ହିସାବ କରାଯାଉଛି 3 ମାସ ଯେଉଁ ଦିଆଯାଉଛି ତା ସବୁଠାରୁ ବିଗ୍ ପିରିୟଡ଼ ହିସାବ କରାଯାଉଛି। ସେଥିପାଇଁ ଆମେ କହୁଛୁ 6 ମାସର ହିସାବ କରି ସେ 6 ମାସର ହାରାହାରିକୁ 2 ମାସରେ ସିକ୍ୟୁରିଟି ଆକାରରେ ଦିଆଯାଉ ଏବଂ ସେଥି ବାବଦରେ ଯେଉଁ ଇଣ୍ଟରେଷ୍ଟ ବା ସୁଧ